ଆଜିର କାହାଣୀ ବାଘ ମାମୁଁର ବାହାଘର। ଜଙ୍ଗଲରେ ଖୁସିର ଲହରୀ ଖେଳିଗଲା କଣ ନା ବାଘ ମାମୁଁର ବାହାଘର। ସବୁ ପଶୁ ପକ୍ଷୀଙ୍କୁ ନିମନ୍ତ୍ରଣ ହୋଇଛି। ଘୋଷଣା ହୋଇଛି ସେହି ଦିନ ପାଇଁ କୌଣସି ଜୀବଜନ୍ତୁଙ୍କ ମଧ୍ୟରେ କିଛି ଶତ୍ରୁତା ରହିବ ନାହିଁ। ମହାରାଜ ବାଘ ସ୍ୱୟଂ ଦରବାରରେ ବିଜେ ହୋଇଛନ୍ତି। ପାଖରେ ଭାଲୁ, ବିଲୁଆ, ହାତୀ ପ୍ରଭୃତି ଉପସ୍ଥିତ। ଭାଲୁ ତାଙ୍କର ଭୋଜି ଆୟୋଜନ କଥା ଜଣାଇ କହିଲା, ମହାରାଜ, ଭୋଜି ପାଇଁ ମୁଁ ସହରୀ ବ୍ୟବସ୍ଥା କରିଛି। ପଲଉ, ମାଂସ, କ୍ଷୀରି, ଡାଲି, ଛେନା ତରକାରୀ, ଖଟା, ଭଜା, ମାଛ, ମିଠା ପ୍ରଭୃତିର ବ୍ୟବସ୍ଥା ହୋଇଛି। ଭାଲୁର ଖାଦ୍ୟ ତାଲିକା ଶୁଣି ବିଲୁଆ ମୁହଁ ମୋଡ଼ିଦେଲା। ବାଘ ମାମୁଁ ଜାଣେ ବିଲୁଆ ବଡ଼ ଚତୁର, ଏଣୁ ତା ଆଡ଼କୁ ଚାହିଁ ପଚାରିଲା, କି ହୋ, ତମେ କଣ କହୁଛ, ଭଲ ହେବଟି? ବିଲୁଆ କହିଲା, ମହାରାଜ, କଥାରେ ଅଛି ନିଜ ରୁଚି ଭୋଜନ। ଆମ ରାଜ୍ୟରେ ଏସବୁ ମଣିଷର ଭୋଜନ ପସନ୍ଦ ନୁହେଁ। ସମସ୍ତଙ୍କର ଖାଦ୍ୟ ଅଲଗା ଅଲଗା। ହାତୀ ପାଇଁ ଡାଳ ତ, କୁକୁର ପାଇଁ ମାଂସ। ଆମର ଖାଇବା ଅଭ୍ୟାସ ବି ସମସ୍ତଙ୍କର ସମାନ ନୁହେଁ। କିଏ ପାରା ଭଳି ଖୁଣ୍ଟି ଖୁଣ୍ଟି ଖାଏ ତ କିଏ ଗାଈ ଭଳି ପାକୁଳି କରେ। ଏଣୁ ଖାଦ୍ୟ ବ୍ୟବସ୍ଥା ଜୀବଜନ୍ତୁଙ୍କ ପସନ୍ଦ ମୁତାବକ କରାଯାଉ। ବାଘ ମାମୁଁଙ୍କୁ କଥାଟି ପସନ୍ଦ ହେଲା। ବିଲୁଆକୁ ସାବାସି ଦେଲେ। ସମସ୍ତେ ମିଳିମିଶି ଭୋଜିର ଆୟୋଜନ କଲେ। ବାହାଘର ପରେ ସମସ୍ତେ ଏକାଠି ବସି ଭୋଜି ଖାଇଲେ ଓ ବହୁତ ଆନନ୍ଦିତ ମନରେ ଘରକୁ ଫେରିଲେ। କାହାଣୀଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖା ହବ ନୂଆ କାହାଣୀ ନେଇ। ନମସ୍କାର। ଜୟ ଜଗନ୍ନାଥ।